ସେତେବେଳେ ରଙ୍ଗ ଢଙ୍ଗ ଆଉ ରହିବ ନାହିଁ, ରଙ୍ଗ ଢଙ୍ଗ ଆଉ ରହିବ ନାହିଁ, ରଙ୍ଗ ଢଙ୍ଗ ଆଉ ରହିବ ନାହିଁ, ରଙ୍ଗ ଢଙ୍ଗ ଆଉ ରହିବ ନାହିଁ। 3 13 1 ଦିଶିବ ନାହିଁ, 3 13 1 ଦିଶିବ ନାହିଁ, 2 ବିଂଶ 1ରେ ଲାଗିବ ଗୋଳ, 2 ବିଂଶ 1ରେ ଲାଗିବ ଗୋଳ, ବ୍ରହ୍ମାଣ୍ଡେ ପଡ଼ିବ ଅତି ଚହଳ, ବ୍ରହ୍ମାଣ୍ଡେ ପଡ଼ିବ ଅତି ଚହଳ, ଦୟାନିଧି ଉତ୍ତପନ ଯେ ଦେବ ଅସୁରଙ୍କ କଳହ ଲାଗିବ, ଦେବ ଅସୁରଙ୍କ କଳହ ଲାଗିବ, ତିଳେ ନହିବ ଆନ ଯେ ଦେବ ଅସୁରଙ୍କ କଳହ ଲାଗିବ, ତିଳେ ନହିବ ଆନ ଯେ। କହିଲେ ମହାପୁରୁଷ କ'ଣ କହିଲେ? ସେତେବେଳେ ରଙ୍ଗ ଢଙ୍ଗ ଆଉ ରହିବ ନାହିଁ, ଆଉ ରଙ୍ଗ ଢଙ୍ଗ କାହାର ରହିବନି, ଯେଉଁ ରଙ୍ଗ ଢଙ୍ଗ ଦେଖାଉଛି ଇଏ ରହିବନି, ଅବାଞ୍ଛନୀୟ ପ୍ରଚଳନ ଦୂର ହେବ। ସଂସ୍କୃତି ସଭ୍ୟତା ପରମ୍ପରା ସଂସ୍କାର ୟାକୁ ନ ମାନିକି ଆଜି ଯେଉଁମାନେ ସଂସାରରେ ଚଳୁଛନ୍ତି ନା, ସଂସ୍କୃତି ସଭ୍ୟତା ସଂସ୍କାର ୟାକୁ ସମସ୍ତେ ମାନିକି ଆଜି ସମାଜରେ ଚଳୁଛନ୍ତି ନା, 100ରୁ 10% ଲୋକ ନୀତି ନିୟମ ସଂସ୍କାର ସଭ୍ୟତା ସଂସ୍କୃତିକି ମାନିକି ଚଳିବା ପାଇଁ ଆଜି ଇଚ୍ଛା କରୁଛନ୍ତି, ଚାହୁଁଛନ୍ତି। କିନ୍ତୁ ଆଉ 90% ଲୋକ ନିଜ ହାତରେ ନିଜ ଚୌଦପା ପାଶ୍ଚାତ୍ୟ ସଂସ୍କୃତି ପଛରେ ଗୋଡ଼େଇଛନ୍ତି। ପାଶ୍ଚାତ୍ୟ ସଂସ୍କୃତି ପଛରେ ଗୋଡ଼େଇ ତାକୁ ଅନୁକରଣ କରି ଯେଉଁମାନେ ନିଜର ଭାରତୀୟ ସଂସ୍କୃତି ଆମର ସଂସ୍କାର ଆମ ସଭ୍ୟତା ୟାକୁ ଯେଉଁମାନେ ପଦଦଳିତ କରୁଛନ୍ତି, ପଦଦଳିତ କରୁଛନ୍ତି, ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ ବାବୁରେ ସେ ରଙ୍ଗ ଢଙ୍ଗ ତାଙ୍କର ଆଉ ରହିବ ନାହିଁ ରେ ବାବା। ଦେଖିବେ ଆଗକୁ ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି କହିଲେ ସେ ରଙ୍ଗ ଢଙ୍ଗ ତାଙ୍କର ଆଉ ରହିବ ନାହିଁ ରେ ବାବା, ରହିବ ନାହିଁ। ସତ୍ୟଯୁଗର ଆଗମନର, ସତ୍ୟଯୁଗ ଯେଉଁ ଆଗମନ ହେବ, ଯୁଗ ପରିବର୍ତ୍ତନ ହେବ। ଯୋଗୀରାଜ ମହର୍ଷି ଯେଉଁ ଅରବିନ୍ଦ ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀୟନୀ ଫ୍ରାନ୍ସର ଭବିଷ୍ୟତ ବକ୍ତା ନୋଷ୍ଟ୍ରାଡାମସ୍, ସନ୍ଥ ସୂରଦାସ, ପ୍ରଫେସର ହରାର, ଜନ୍ ଡିକ୍ସନ୍, ଉତ୍କଳୀୟ ପଞ୍ଚସଖା ମାନି ଯେଉଁ ଭବିଷ୍ୟତବାଣୀ କରିଛନ୍ତି ଯେ ଯୁଗ ପରିବର୍ତ୍ତନର, ଯୁଗ ଗୋଟେ ପରିବର୍ତ୍ତନ ହେବ, ଗୋଟେ ଭଲ ସମୟ ଆସିବ। ଆଉ ସେତେବେଳେ ରାତିରେ ଶୋଇଥିବା ସକାଳୁ ଉଠିଲେ ସମସ୍ତେ ସତ କହିବା ପାଇଁ ଇଚ୍ଛା କରିବେ, ସମସ୍ତେ ସତ କହିବା ପାଇଁ ଇଚ୍ଛା କରିବେ, ସମସ୍ତେ ନୀତି ବାଟରେ ଯିବା ପାଇଁ ପସନ୍ଦ କରିବେ। ଏଭଳି ଶୃଙ୍ଖଳା ଆଇନ କାନୁନ ଏଭଳି ସେମାନଙ୍କ ପାଇଁ ରହିବ। ସମାଜରେ ଏଭଳି ଆଇନ କାନୁନ ସବୁ ଆସିଯିବ, ଲୋକେ ଆଉ କ'ଣ ମିଛ କହିପାରିବେ ନାହିଁ, ଅନୀତି ଅନ୍ୟାୟ ଦୁର୍ନୀତି ଆଉ କରିପାରିବେ ନାହିଁ। ରାତି ପାଇଲେ ଆକ୍ଷଣି ଆପଣ ଚାହିଁଲେ ମଧ୍ୟ ମିଛ କହିପାରିବେ, ସତ କହିବେ ବିଛଣାରୁ ଉଠିଲା କ୍ଷଣି। ଏଭଳି ସମୟ ଆସୁଛି ଆଗକୁ। ତେଣୁ ସେଇଥିପାଇଁ ସେତେବେଳେ ରଙ୍ଗ ଢଙ୍ଗ ଆଉ ରହିବ ନାହିଁ, 3 13 1 ଦିଶିବ ନାହିଁ, 22 1ରେ ଲାଗିବ ଧ୍ୱନି, 3 ବ୍ରହ୍ମାଣ୍ଡେ ପଡ଼ିବ କଜା ଫାଳେଣି, ଦୟାନିଧି ଉତ୍ତପନ ଯେ ଦେବ ସୁରଙ୍ଗ କଳହ ଲାଗିବ, ତିଳେ ନହିବ ଆନହି। ଦେବତା ଅସୁରଙ୍ଗର କଳହ ଲାଗିଛି। ଆପଣ କହେ କାହିଁ ଅସୁର ତ କୋଉଠି ଦେଖାଯାଉନାହାନ୍ତି, ଦେବତା କାହିଁକି ଆମକୁ ଦେଖାଯାଉଛନ୍ତି ନା? ମନ ଦେଇକି ଶୁଣନ୍ତୁ, କୁବିଚାର ରୂପୀ ଅସୁର। ଆଜି ରାବଣ ତ୍ରେତା ଯୁଗରେ ଗୋଟିଏ ଥିଲା, ଦ୍ୱାପର ଯୁଗରେ କଂସ ଗୋଟିଏ ଥିଲା, ସେତେବେଳେ ତ୍ରେତା ଯୁଗରେ କୁମ୍ଭକର୍ଣ୍ଣ ଗୋଟିଏ ଥିଲା। ଗୋଟିଏ ଅସୁର ଥିଲା, ମାରିବା ପାଇଁ ଗୋଟିଏ ରାମ ଗୋଟିଏ କୃଷ୍ଣ ଜନ୍ମ ହେଇଥିଲେ। କିନ୍ତୁ ଆଜି କଳିଯୁଗରେ ଗୋଟିଏ ରାବଣ ନାହିଁ, ସେ ରାବଣର କୁବିଚାର। ଗୋଟିଏ କଂସ ନାହିଁ, ସେ କଂସର କୁବିଚାର। କଂସର ଆସୁରିକ ପ୍ରକୃତି, ରାବଣର ଆସୁରିକ ପ୍ରବୃତ୍ତି ଆଜି ପ୍ରତ୍ୟେକ ମଣିଷ ମନ ଭିତରେ ପଶିଛି, ପଶିନି? ପ୍ରତ୍ୟେକ ମଣିଷ ମନ ଭିତରେ ପଶିଛି। କେହି ଚାହୁଁନାହାନ୍ତି ନାଇଁ ଆମେ ନୀତି ବାଟରେ ଯିବା, ସତ୍ୟ ବାଟରେ ଯିବା, ଧର୍ମ ବାଟରେ ଯିବା, ନ୍ୟାୟ ବାଟରେ ଯିବା, ନାଇଁ କେହି ଚାହୁଁନାହାନ୍ତି। କିନ୍ତୁ ମହାପୁରୁଷ କହିଲେ କହିଲେ ବାବୁରେ ସେଇଭଳି ସମୟ ନିକଟ ଭବିଷ୍ୟତରେ ଆସିବ ବୋଲି ମହାପୁରୁଷ ମାନେ ଭବିଷ୍ୟତ କରିଛନ୍ତି। ଏ ବାଣୀ କରିଛନ୍ତି ହାଡ଼ିଦାସ ସେଇଥିପାଇଁ ଲେଖିଲେନି କ'ଣ? ସମ୍ବତ୍ସର 5,000 କଳି ଶେଷ ହୋଇବ, ସତ୍ୟ ଯୁଗ ଆଦ୍ୟ ପ୍ରବେଶ, ଶୁଭ ଯୁଗ ହୋଇବ। ସତ୍ୟ ଯୁଗ ଆଦ୍ୟ ପ୍ରବେଶ କରିବା ପାଇଁ ଶୁଭ ଯୁଗ ଗୋଟେ ଆସିଯିବ, ବୁଝିଲେ? ଏଭଳି ସବୁ ଆସିଯିବ।
ତେଣୁ ସେଇଥିପାଇଁ କହିଲେ ଅଭିରାମ ଠାକୁରେ କହିଲେ ଏଭଳି ସମୟ ଆସିବ। ଆଉ ସେତେବେଳେ ହରି ହରି ଶବ୍ଦେ ମାତିବେ ହରି ଭକତ ମାନେ ହରସ ହୋଇବେ ହୃଦୟରେ ଦୁଃଖୀ ଦରିଦ୍ର ମାନେ ହରସ ହୋଇବେ ହୃଦୟରେ ଦୁଃଖୀ ଦରିଦ୍ର ମାନେ ହରସ ହୋଇବେ ହୃଦୟରେ ଦୁଃଖୀ ଦରିଦ୍ର ମାନେ ଫିଟିବ ପ୍ରଜାଙ୍କ କଷଣ ଦୁଷ୍ଟ ହୋଇବେ ଶେଷ କ୍ଷମେ ହାଡ଼ି ଦାସ ଭଣିଲେ ଆଗତ ଯେ ଭବିଷ୍ୟ କ୍ଷମେ ହାଡ଼ି ଦାସ ଭଣିଲେ ଆଗତ ଯେ ଭବିଷ୍ୟ କ୍ଷମେ ହାଡ଼ି ଦାସ ଭଣିଲେ ଆଗତ ଯେ ଭବିଷ୍ୟ ବୋଲେ ସେତେବେଳେ ଫିଟିବ ପ୍ରଜାଙ୍କ କଷଣ ଦୁଷ୍ଟ ହୋଇବେ ଶେଷ କ୍ଷମେ ହାଡ଼ି ଦାସ ଭଣିଲେ ଆଗତ ଯେ ଭବିଷ୍ୟ ଫିଟିବ ପ୍ରଜାଙ୍କ କଷଣ। ଆଉ ଯେଉଁ ପ୍ରଜା ମାନେ କଷଣ ପାଉଛନ୍ତି କଷ୍ଟ ପାଉଛନ୍ତି ପାଉନାହାନ୍ତି କି କଷଣ ପାଉନାହାନ୍ତି କି କେମିତି କଷଣ ପାଉଛନ୍ତି ନା ସିଏ ଯାହା ପାଖରେ ପ୍ରବଳ ମାତ୍ରାରେ ଅର୍ଥ ରହିଛି ସେ ପାୱାର ଯୋଗୁଁ ହଉ ବା କୌଣସି ଧନର ଯୋଗୁଁ ହଉ ବା କୌଣସି ଉଚ୍ଚ ପଦପଦବୀର ଯୋଗୁଁ ହଉ ଆଜି ଅନେକ ଲୋକ ତାଙ୍କ ଏଇ ଯୋଗୁଁ କଷ୍ଟ ପାଉଛନ୍ତି ନାଇଁ ଏ କଷଣ ପାଉଛନ୍ତି ଯାହାକି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଦୁର୍ବଳ ଉପରେ ଯେଉଁ ଅତ୍ୟାଚାର ନାଇଁ ସବଳର ଆଜି ଦୁର୍ବଳ ଉପରେ ଅତ୍ୟାଚାର ଜୋରରେ ଚାଲିଛି। ତେଣୁ ଏ ସବଳର ଦୁର୍ବଳ ଉପରେ ଯେଉଁ ଅତ୍ୟାଚାର ଚାଲିଛି ମହାପୁରୁଷ କହିଲେ ଇଏ ଦୂର ହେଇଯିବ। ଯେ ପ୍ରଜାମାନେ ଯେଉଁ କଷଣ ପାଉଛନ୍ତି ଦୁଃଖ କଷ୍ଟ ପାଉଛନ୍ତି ତାହା ରହିବ ନାହିଁ। ପିଟିବ ପ୍ରଜାଙ୍କ କଷଣ ଦୁଷ୍ଟ ହୋଇବେ ଶେଷ। ଆଉ ସେତେବେଳେ ହରି ହରି ଶବ୍ଦେ ମାତିବେ ହରି ଭକ୍ତମାନ ଭଗବାନଙ୍କ ଭକ୍ତମାନେ ସେତେବେଳେ ପ୍ରଭୁଙ୍କର ଆଗମନ ଜାଣି ପ୍ରଭୁଙ୍କର ଲୀଳା ଖେଳାକୁ ଜାଣି ସେମାନେ ଆନନ୍ଦିତ ହେବେ ନୁହେଁ। ସେଇଥିପାଇଁ ମହାପୁରୁଷ ଅଭିରାମ ଠାକୁର ଲେଖିଲେ କ'ଣ କହିଲେ କହିଲେ ମୋ ଭକ୍ତ ମାନେ ହେବେ ମେଳି ଅନ୍ତର ହୋଇ ଜୀବ କଳି ଅନ୍ତର ହୋଇ ଜୀବ କଳି ଅନ୍ତର ହୋଇ ଜୀବ କଳି ସେତେବେଳେ ମୋ ଭକ୍ତମାନେ ମିଳିବେ। ପ୍ରତିଦିନ ପ୍ରାର୍ଥନା ଚ୍ୟାନେଲରେ ମାଳିକା ବଚନ ଆକାରରେ ଆମେ ଜଣେ ଜଣେ ଭକ୍ତର ନାଁ କହୁଛୁ। କାହିଁକି ନା ଯୁଗ ଶେଷ ସମୟରେ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଛନ୍ତି ଭକ୍ତ ଭକ୍ତ ବି ସେ ଭିତରେ ସମ୍ପର୍କ ସ୍ଥାପିତ ହେବ। ଭକ୍ତ ଭକ୍ତମାନେ ଯୋଉଠି ଯିଏ ଥିବେ ସବୁ ଭକ୍ତ ଚାରି ଦିଗର ଭକ୍ତ ଚାରି ଯୁଗର ଭକ୍ତ ସବୁ ଭେଟା ଭେଟି ହେବେ। କେମିତି ହେବେ? ଏ ପ୍ରତିଦିନ ମାଳିକା ବଚନ ଆମେ କହୁଛୁ ଭକ୍ତର ନାଁ ଆସେ ଭକ୍ତ ଭକ୍ତ ଭେଟା ଭେଟି ହେବେ ନା ନୁହେଁ। ତେଣୁ ମୋ ଭଗତ ମାନେ ହେଲେ ମେଳି ଅନ୍ତର ହୋଇ ଜୀବ କଳି ଅନ୍ତର ହୋଇ ଜୀବ କଳି ଅନ୍ତର ହୋଇ ଜୀବ କଳି ମୋ ଭକ୍ତମାନେ ଯେତେବେଳେ ମେଳି ହେଇଯିବେ ଡାକିବେ ପ୍ରଭୁଙ୍କୁ ସେତେବେଳେ କଳି ଅନ୍ତର ହେଇଯିବ। ଦୁଷ୍କୃତ ଦୁର୍ବୃତ୍ତି ଦୁରାଚାର ଏ ସମାଜରୁ ଲୋପ ହବ। ଆଉ ବେଳ ତ ହେଲାଣି ନିକଟ ବେଦ ଡାଣେ ଯୋଗ ମରଟ ବେଦ ଜାଣେ ଯୋଗ ମରଟ ବେଦ ଡାଣେ ଯୋଗ ମରଟ। ବୋଲେ ବେଳ ନିକଟ ହେଇଗଲାଣି 24ରୁ 27 ମସିହା। ଏ ସମୟରେ ଭକ୍ତମାନେ ସବୁ ମେଳି ହେଇଥିବେ ଏଇ ଲୀଳା ଖେଳା ହେବ। ଆଉ ସେତେବେଳେ ଅମାବାସ୍ୟା ସଂକ୍ରାନ୍ତି ଏକତ୍ର ପଡ଼ିବ। ଅମେଇସ୍ୟା ସଂକ୍ରାନ୍ତି ଗୋଟେ ଦିନରେ ପଡ଼ିଥିବ ଏବଂ ଅତିରିକ୍ତ ମାସ ଭୋଗ ଚାଲିଥିବ। ତାପରଠାରୁ ଆପଦ ବିପଦ କଳିଯୁଗ ଲୋକଙ୍କ ଉପରେ ଜୋରରେ ପଡ଼ିବ ଏବଂ ସେତେବେଳେ ଦୁଷ୍ଟମାନେ ବି ନାଶ ହେବେ ଆପଦ ବିପଦ ଦ୍ୱାରା। ଭଲ ଲୋକମାନେ ସମାଜ ରହିବେ ସତ୍ୟ ଯୁଗ ପାଇଁ ବିହନ ହେଇ। ବୁଝିଲେ?